ଅନୁଗୁଳ ଜିଲ୍ଲା ବନରପାଳ ଠାରୁ ଆରମ୍ଭ କରି ଗଡ଼ିବନ୍ଧ ଛକ ଯାଇଥିବା ଜାତୀୟ ରାଜପଥ ଓ ଏନ୍ଟିପିସି ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର କୋଇଲା ଓ ପାଉଁଶ ବୋଝେଇ ଟ୍ରକ୍ ଯାତାୟାତ କରିବା ଫଳରେ ରାସ୍ତା ପାଲଟିଛି ପ୍ରଦୂଷିତ ଓ ମରଣଜନ୍ତା। ଆମ ଜିଲ୍ଲା ପ୍ରତିନିଧିଙ୍କ ମାଧ୍ୟମରେ ନିଜ ନିଜର ପ୍ରତିକ୍ରିୟାରେ ମତ ରଖିଛନ୍ତି ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ତାଳଚେର ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ କେଶବ ଭୂତିଆ, ଅନୁଗୁଳ ଜିଲ୍ଲା ବିଜେପି ମିଡ଼ିଆ ସେଲ୍ ସଂଯୋଜକ ପରଶୁରାମ ବାରିକ, ଢେଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁ। ବ୍ୟୁରୋ ରିପୋର୍ଟ ପ୍ରମାଦ ନ୍ୟୁଜ୍। ପ୍ରମାଦ ଟିଭିକୁ ସ୍ୱାଗତ ଜଣାଉଛି, ଅଭିନନ୍ଦନ ଜଣାଉଛି ଏବଂ ପରିତାପର ବିଷୟ ଜାତୀୟ ରାଜପଥ ବାଙ୍କଧରା ଠାରୁ ଆରମ୍ଭ କରି ତାଳଗଡ଼ା ଠାରୁ ଆରମ୍ଭ କରି ବହରପାଳ ପର୍ଯ୍ୟନ୍ତ ଗୋଡ଼ିବନ୍ଧ ଠାରୁ ଏନ୍ଟିପିସି ପର୍ଯ୍ୟନ୍ତ ଯେଉଁ ପ୍ରକାର ଭାବେ ପରିସ୍ଥିତି ସୃଷ୍ଟି ହୋଇଛି, କୌଣସି ସଭ୍ୟ ସମାଜରେ ସାଧାରଣ ଲୋକ ଚଳିବା କଷ୍ଟକର ବ୍ୟାପାର ହୋଇଛି। ପ୍ରଶାସନ, ପୋଲିସ ପ୍ରତିନିଧି କମ୍ପାନୀ ସହିତ ଓକିଲାତି କରୁଛନ୍ତି, କାର୍ଯ୍ୟକ୍ରମ କରିବା ପାଇଁ ନାହିଁ, ବିଭିନ୍ନ ଜାଗାକୁ ଯାଇକରି କେବଳ ନାମକୁ ମାତ୍ର ଶୁଭ ଉଦ୍ଘାଟନ କରିବା ନାଁରେ ଚାଲିଛି। କିନ୍ତୁ ପୂର୍ବରୁ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଦେହାନ୍ତରେ ତାଙ୍କର ଚାପରେ କିଛି ମରାମତି ସାମାନ୍ୟତଃ ମରାମତି ହୋଇଥିଲା। ବର୍ତ୍ତମାନ ଖାଲ ଖମା ହେଇକରି ଗାଡ଼ି ମଟର ଯିବା, ତେଣୁ ତରତରିଆ ଭାବରେ କାମ କରିବା ଫଳରେ ରାସ୍ତାଘାଟ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି, ଜଣେ ସଭ୍ୟ ସମାଜ ଲୋକ ଚଳିବା ସମ୍ଭବପର ନୁହେଁ। ଜାତୀୟ ରାଜପଥ ପାଇଁ ଅତୀତରେ ବିଜେପି ଏବଂ ଭବିଷ୍ୟତରେ ବିଜେପି କେବେ ଆନ୍ଦୋଳନ କରିନାହିଁ। ଆନ୍ଦୋଳନ ସତ୍ତ୍ୱେ, ସବୁ ପ୍ରକାର ଧାରଣା ସତ୍ତ୍ୱେ, ପାର୍ଲାମେଣ୍ଟରେ ପ୍ରସଙ୍ଗ ସତ୍ତ୍ୱେ କାର୍ଯ୍ୟକ୍ରମକୁ ଆଜି ତାରିଖରେ କେନ୍ଦ୍ର ସରକାର ବିଫଳ ହୋଇଛି ଏବଂ କେନ୍ଦ୍ର ଡବଲ ଇଞ୍ଜିନ୍ ସରକାର ଯେଉଁ ଡବଲ ବିକାଶ କରିବା ପାଇଁ ବିଚାର କରୁଥିଲା, ଆଜି ଡବଲ ଇଞ୍ଜିନ୍ ସରକାର ଡବଲ ବିନାଶ କରୁଛି ସମାଜରେ। ମୁଁ କେଶବ ଭୂତିଆ, ପୂର୍ବତନ ନଗରପାଳ ତାଳଚେର ପୌର ପରିଷଦ। ଆପଣମାନେ ଜାଣନ୍ତି 149 ନମ୍ବର ଜାତୀୟ ରାଜପଥ ବହରପାଳ ଠାରୁ ଗୁଡ଼ିବନ୍ଧ ପର୍ଯ୍ୟନ୍ତ ଅପ୍ ଟୁ ଏନ୍ଟିପିସି ରାସ୍ତା ଆଜି ମରଣଜନ୍ତାରେ ପାଲଟି ଯାଇଛି, ପରିଣତ ହୋଇଛି। ପ୍ରତ୍ୟେକ ଦିନ ଏଠି ମୁଣ୍ଡ ଗଡ଼ୁଛି। ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର କୋଇଲା ଟ୍ରକ୍ ତଥା ଏନ୍ଟିପିସିରୁ ପାଉଁଶ ଟ୍ରକ୍ ଚାଲିବା ଦ୍ୱାରା ସରକାର ରାଜସ୍ୱ ପାଉଛନ୍ତି, କିନ୍ତୁ ରାସ୍ତା ପ୍ରତି ଅବହେଳା କରିଛନ୍ତି। ରାସ୍ତାକୁ ଡବଲ ଫୋରୱେ କରିବା କଥା ହବ କହି ତାରିଖ ପରେ ତାରିଖ ଘୁଞ୍ଚେଇ ଚାଲିଛନ୍ତି। ଟେଣ୍ଡର ହୋଇ ଟେଣ୍ଡର କ୍ୟାନସେଲ୍ ହେଉଛି। ଅଧା ଘର ପାଇଁ ପେମେଣ୍ଟ କରିବା ବେଳକୁ ଅଧା ଘର ମଧ୍ୟ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନି ଉଠିବା ପାଇଁ। ତେଣୁ ଏହି ରାସ୍ତାର ଡେଭଲପମେଣ୍ଟ ଉନ୍ନତି ପାଇଁ ସରକାର ତାଳଚେରବାସୀଙ୍କ ସହିତ ଲୁଚକାରୀ ଖେଳୁଛନ୍ତି। ଏହି ରାସ୍ତାଟି ହେଉଛି ତାଳଚେର ସହର ଭିତରେ ଦେଇ ଯାଇଛି। ଏ ରାସ୍ତାରେ ଏନ୍ଟିପିସି, କଣିହା ବ୍ଲକ, ପାଲହଡ଼ା ନିର୍ବାଚନ ମଣ୍ଡଳୀ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ, ବହରପାଳ, ଅନୁଗୁଳ ପ୍ରାୟ 4-5ଟି ସବ୍‌ଡିଭିଜନର ଲୋକମାନେ ଚଳପ୍ରଚଳ କରୁଛନ୍ତି। ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଛି ଏ ରାସ୍ତାରେ। ଯେତିକି ରାସ୍ତା ଓସାରିଆ ନୁହେଁ, ତାରୁ ଅଧିକା ଗାଡ଼ି ଚାଲୁଛି, କୋଇଲା ଟ୍ରକ୍, ପାଉଁଶ ଟ୍ରକ୍ ଚାଲୁଛି। ଆଉ ବିଶେଷ କରି ପାଉଁଶ ଗାଡ଼ି, କୋଇଲା ଗାଡ଼ି ଯିବା ଦ୍ୱାରା ରାସ୍ତା ହେଉଛି ଭାରତବର୍ଷର ସବୁଠୁ ପଲ୍ୟୁଟେଡ଼୍ ରାସ୍ତା, ପ୍ରଦୂଷଣ ରାସ୍ତା। ଏ ରାସ୍ତାର ହାଏଷ୍ଟ ପଲ୍ୟୁଟେଡ଼୍ ଏ ରାସ୍ତାଟି ଭାରତବର୍ଷର। ଏ ରାସ୍ତା କଡ଼ରେ ଆପଣଙ୍କର ବସଷ୍ଟାଣ୍ଡ ଅଛି, ତାଳଚେର କଲେଜ ଅଛି, ଦୋକାନ ବଜାର ଅଛନ୍ତି, ବସ୍ତି ଅଛି, ଲୋକ ଘର କରି ରହୁଛନ୍ତି। ଏ ରାସ୍ତାରେ ଯେଉଁମାନେ ଚଳପ୍ରଚଳ କରୁଛନ୍ତି, ଖୁବ୍ କମ୍ ଦିନରେ ହାର୍ଟ ଆଟାକ୍ରେ ମରୁଛନ୍ତି, ଖୁବ୍ କମ୍ ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହେଉଛନ୍ତି। ତେଣୁ ଏ ରାସ୍ତାକୁ ଯଥାଶୀଘ୍ର ଫୋରୱେ କରାଯାଉ, ନହେଲେ ଓଭରୱେ ଯେଉଁ ଆପଣଙ୍କର କୋଇଲା ଟ୍ରକ୍, ପାଉଁଶ ଟ୍ରକ୍ ପାଇଁ ଓଭରୱେ କରାଯାଉ। ଯେକୌଣସି ପ୍ରକାରେ ଏଇ ଲୋକମାନଙ୍କୁ ଏ ରାସ୍ତାରୁ ମୁକ୍ତି ମିଳୁ। ଏଥିରେ ଯେଉଁ ମରଣଜନ୍ତା ପାଲଟିଛି ଏ ରାସ୍ତାଟି, ଏଥିରୁ ଲୋକମାନଙ୍କୁ କିଭଳି ଚଳପ୍ରଚଳ ଦୈନନ୍ଦିନ କରିବେ ତା ବନ୍ଦୋବସ୍ତ ସରକାର କରନ୍ତି। ପରଶୁରାମ ବାରିକ, ବିଜେପି ଜୋନାଲ ମିଡ଼ିଆ ସେଲ୍ ସଂଯୋଜକ ଅଛି। ଆଜି ଭାରତୀୟ ଜନତା ପାର୍ଟିର ସରକାର ଆସିଲା ପରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ହେଉଛି। ତାଳଚେରରେ ଏହା ପୂର୍ବରୁ ଯେଭଳି ଭାବରେ 24 ବର୍ଷର ବିଜେଡ଼ି ସରକାର ଥିଲା, କୌଣସି କାର୍ଯ୍ୟକ୍ରମ ହେଉନଥିଲା, ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ୍ ରହୁଥିଲା। ଜାତୀୟ ରାଜପଥ, ଆଜି ଜାତୀୟ ରାଜପଥର ବିକାଶ ପାଇଁ ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରୟାସ ଜାରି ରଖିଛନ୍ତି। ଆଜି ଦେଖନ୍ତୁ ସବୁଠି ତାଳଚେରରୁ ଗମନାଗମନର ସୁବିଧା ପାଇଁ ଆପଣ ଦେଖନ୍ତୁ ବଲହର ଛକ ଠାରୁ ଆରମ୍ଭ ବଲହର ଛକରୁ ଡୁବୁରି ପର୍ଯ୍ୟନ୍ତ ଆଜି 4 ଲାଇନ୍ ରାସ୍ତା ସେ କମ୍ପ୍ଲିଟ୍ ହୋଇଯାଇଛି ଏବଂ ମୁଖ୍ୟ ରାସ୍ତା ତାଳଚେର ଯେଉଁ ରାସ୍ତା ଉପରେ ସମସ୍ତେ ମ୍ୟାକ୍ସିମମ୍ ଲୋକ ନିର୍ଭର କରନ୍ତି, ସବୁଦିନିଆ ସମସ୍ତଙ୍କର ଯେଉଁଠି ତାଳଚେରବାସୀଙ୍କର ସବୁଠୁ ବିପଦପୂର୍ଣ୍ଣ ରାସ୍ତା ଥିଲା ଆମର ଗୋଡ଼ିବନ୍ଧ ଠାରୁ ବହରପାଳ ପର୍ଯ୍ୟନ୍ତ ରାସ୍ତା।
से रास्तार उन्नति केंद्रमंत्री धर्मेंद्र प्रधान को प्रयास क्रमे आज से रास्ता 973 कोटी टंका सैंक्शन करा जायछि। केंद्र सड़क परिवहन मंत्री नितिन गडकरी ए मध्य जातीय राजपथ विभाग को मध्य निर्देश देइछंती। टेंडर मध्य होई सारलानी। आमे धन्यवाद देबु केंद्र मंत्री धर्मेंद्र प्रधान को ए अंचल जहाँ ए अंचल तालचेर बासींकर विकास पाई बिजु जनता दल सरकार एवं एठिकार माने माने लोकप्रतिनिधि माने जो बड़ी भाव में कार्यक्रम करि नथिले, किंतु आज भारतीय जनता पार्टी डबल इंजिन सरकार आसिला परे आज जातीय राजपथ गोड़ीबंध ठारू बोआरपाड़ पर्यंत जातीय राजपथ 53 एवं 149 आज माने 4 लेन विशिष्ट जातीय राजपथ एवं ए अंचल विकास एवं जो जातीय राजपथ उपर जो मैंने सब निर्भर करुले जातीय राजपथ जो भाई मरण जनता पार्टी थिला ताहार सुधार हम। आम से भारतीय जनता पार्टी सरकार डबल इंजिन सरकार राज्य सरकार एवं केंद्र सरकार प्रधानमंत्री नरेंद्र मोदी एवं नितिन गडकरी जी एवं केंद्र मंत्री धर्मेंद्र प्रधान को तालचेर बासी तरफ आम कृतज्ञता और धन्यवाद अर्पण कर। ब्यूरो रिपोर्ट प्रमाद न्यूज।